ମାଗଣା ଚକ୍ଷୁ ଚିକିତ୍ସା ଶିବିର ଓ ଚଷମା ବଣ୍ଟନ। ରାଇବଣିଆ ଥାନା ଅନ୍ତର୍ଗତ କାଳିକୋ ପଞ୍ଚାୟତର ହାତୀଗଡ଼ ବାପ୍ଟିଷ୍ଟ ମଣ୍ଡଳ ଆହ୍ୱାନର ହାତୀଗଡ଼ ସ୍କୁଲ ଖେଳ ପଡ଼ିଆରେ ଶୁକ୍ରବାର ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି। ଅଞ୍ଚଳର ଅନେକ ଲୋକ ନିଜ ନିଜର ଆଖି ଡାକ୍ତରଙ୍କ ପାଖରେ ଦେଖାଇଥିଲେ। ଯେଉଁମାନଙ୍କ ଆଖି ଠିକ୍ ରହିଥିଲା ସେମାନଙ୍କୁ ମହାତ୍ମା ଗାନ୍ଧୀ ଚକ୍ଷୁ ହସ୍ପିଟାଲ ରଙ୍ଗାମାଟିଆ ମୟୂରଭଞ୍ଜ ତରଫରୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ସମୁଦାୟ 69 ଜଣଙ୍କ ଦୃଷ୍ଟି ଶକ୍ତି ଠିକ୍ ନଥିବା ବେଳେ ସେମାନଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯାଇଥିଲା। ମହାତ୍ମା ଗାନ୍ଧୀ ଚକ୍ଷୁ ହସ୍ପିଟାଲର ଡାଇରେକ୍ଟର ଡକ୍ଟର ଆଦିତ୍ୟ କୁମାର ପଟ୍ଟନାୟକ ଓ ସଂଯୋଜକ ରଞ୍ଜନ କୁମାର ନାୟକଙ୍କ ପ୍ରୟାସରେ ତଥା ଚକ୍ଷୁ ଚିକିତ୍ସକ କିରଣ କୁମାର ନାୟକ, ଉର୍ମିଲା ମହାନ୍ତ, ତପସ୍ୱିନୀ ପାତ୍ର ସହଯୋଗରେ ଏପରି ଏକ ମହାନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ହାତୀଗଡ଼ ବାପଟିଶ ମଣ୍ଡଳୀର ସମ୍ପାଦକ ଶ୍ରୀଯୁକ୍ତ ଉତ୍ତମ କାନ୍ତି ଜେନା, ସହ ସମ୍ପାଦକ ପ୍ରବୀର ଦାସ, ସହ ସଭାପତି ତପନ କୁମାର ନାୟକ, ତୁଷାରକାନ୍ତି ଜେନା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଯୋଗାଇଥିଲେ। ଏହିପରି ଆୟୋଜନର ସୁବିଧା ପାଇଁ ଲୋକେ ଅନେକ ପ୍ରଶଂସା ଗାନ କରିଥିଲେ। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।